ଆମମାନଙ୍କ ମଧ୍ୟରୁ କିଛି ଲୋକ ଏହା ନିଶ୍ଚୟ ଦେଖିଥିବେ କି କିଛି ଲୋକ ଏକାଠି ବସି ଅନ୍ୟମାନଙ୍କ ବିଷୟରେ କଥାବାର୍ତ୍ତା ହୁଅନ୍ତି। ପୋଷାକ ଠାରୁ ଆରମ୍ଭ କରି କ୍ୟାରେକ୍ଟର ପର୍ଯ୍ୟନ୍ତ, ବିବାହ ବନ୍ଧନ ଠାରୁ ଆରମ୍ଭ କରି ରୋଜଗାର ଏବଂ ପଇସା ପର୍ଯ୍ୟନ୍ତ ସବୁ ଜିନିଷ ଡିସ୍କସନ୍ର ଟପିକ୍ ହୋଇଯାଏ ଏବଂ ଆମେ ଭାବୁ ଏଥିରେ ଖରାପ କ'ଣ? ଏହା ତ କେବଳ କଥା ଏବଂ ମନୋରଞ୍ଜନ ଅଟେ। କିନ୍ତୁ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ବିଜ୍ଞାନ ସହିତ ଦେଖାଇ ପାରିବି କି କେବଳ ପଦିଏ କଥା ବା ପଦିଏ ଚୁଗୁଲି କେମିତି ଧୀରେ ଧୀରେ ମଣିଷ ସମ୍ପର୍କ ଏବଂ ପୁରା ସମାଜକୁ ନଷ୍ଟ କରିଦିଏ। ସବୁଠାରୁ ପ୍ରଥମେ ଜାଣିନେବା ଆବଶ୍ୟକ କି ଚୁଗୁଲି କ'ଣ ଅଟେ। ଚୁଗୁଲିର ମାନେ କେବଳ ମିଛ କହିବା ନୁହେଁ, କାହା ବିଷୟରେ ବିନା ଉପସ୍ଥିତିରେ ନେଗେଟିଭ୍ କମେଣ୍ଟ ପାସ୍ କରିବା, ପର୍ସନାଲ ଏବଂ ଜଜମେଣ୍ଟ ଦେବାକୁ ଚୁଗୁଲି କୁହାଯାଏ। ଯେତେବେଳେ ଆମେ କାହା ବିଷୟରେ ଚୁଗୁଲି କରୁଛେ ସେତେବେଳେ ବ୍ରେନ୍ରେ ଗୋଟିଏ ପ୍ରକାର କେମିକାଲ ରିଲିଜ୍ ହୁଏ, ଯାହାକୁ ସାଇନ୍ସ ଭାଷାରେ ଡୋପାମିନ୍ କୁହାଯାଏ। ଡୋପାମିନ୍ ସେହି କେମିକାଲ ଅଟେ ଯେଉଁ କେମିକାଲ ଜଙ୍କ ଫୁଡ୍ ଖାଇଲା ପରେ, ସୋସିଆଲ ମିଡ଼ିଆ ଲାଇକ୍ସ କରିବା ପରେ ଏବଂ ରିଲ୍ସ ସ୍କ୍ରଲ୍ କରିବା ପରେ ରିଲିଜ୍ ହୁଏ। ସେମ୍ ଡୋପାମିନ୍ ଚୁଗୁଲି କଲାପରେ ଲୋକଙ୍କ ବ୍ରେନ୍ରେ ରିଲିଜ୍ ହୁଏ। ଏନର୍ଜେଟିକ୍ ହୋଇଯାଆନ୍ତି ଏବଂ ହସ ଲାଗେ ସେମାନଙ୍କୁ ଏବଂ କନେକ୍ଟେଡ୍ ଫିଲ୍ ହୁଏ ସେମାନଙ୍କୁ। କିନ୍ତୁ ଏହି ପ୍ଲେଜର ଏବଂ ମନର ଶାନ୍ତି କ୍ଷଣସ୍ଥାୟୀ ଅଟେ। ଯେମିତିକି ଜଙ୍କ ଫୁଡ୍ ପେଟ ପୂରିବାରେ ସାହାଯ୍ୟ କରେ କିନ୍ତୁ ଦେହ ପାଇଁ ଖରାପ ଅଟେ, ସେହିପରି ଚୁଗୁଲି ମନର ଜଙ୍କ ଫୁଡ୍ ଅଟେ। ମନକୁ ଶାନ୍ତି ଦିଏ କିନ୍ତୁ ସମ୍ପର୍କ ପାଇଁ ଖରାପ ଅଟେ। ରିସର୍ଚ୍ଚ ଅନୁସାରେ ଯେଉଁମାନେ ନିଜେ ଠିକ୍ ନଥାନ୍ତି, ଯେଉଁମାନଙ୍କ ମନରେ କୁଭାବନା ଏବଂ ଦୁଶ୍ଚିନ୍ତା ଥାଏ, ସେମାନେ ହିଁ ଅନ୍ୟର ବିଷୟରେ ଚୁଗୁଲି କରିବାକୁ ପସନ୍ଦ କରନ୍ତି। ଗାଁରେ ସନ୍ଧ୍ୟା ସମୟରେ ପାଖାପାଖି ସମସ୍ତଙ୍କର କାମଦାମ ସରିଯାଏ। ପରେ ଗାଁର ମହିଳାମାନେ ସିରିଏଲ୍ ଆଗରେ ନହେଲେ ଘରର ପିଣ୍ଡା ଉପରେ ବସି ଏକାଠି ହୋଇଯାଆନ୍ତି। କଥା ଆରମ୍ଭ ହୁଏ ପାଣିପାଗ ଠାରୁ, ପରେ ଫସଲ ଏବଂ ଧୀରେ ଧୀରେ ପହଞ୍ଚିଯାଏ ଅନ୍ୟର ଜୀବନ ଏବଂ ରହିବା ଖାଇବା ଉପରେ। କାହାର ବୋହୂ, କାହାର ପୁଅ, କାହାର ଝିଅ ଏବଂ କାହାର ଘରର କଳି, ସେମାନଙ୍କୁ ଆଲୋଚନା କରିବାକୁ ମଜା ଲାଗେ। ସବୁଠାରୁ ପ୍ରଥମ କଥା, ମଣିଷର ଖାଲି ଦିମାଗରେ ନେଗେଟିଭ୍ ଥଟ୍ ଆସେ। ଗାଁର ମହିଳାମାନଙ୍କ ପାଖରେ ଦିନଚର୍ଯ୍ୟା ବା ରୁଟିନ୍ ସରିବା ପରେ ସନ୍ଧ୍ୟା ସମୟରେ ସେମାନଙ୍କ ପାଖରେ କିଛି କାମ ନଥାଏ। ତେଣୁ ସେମାନେ ନିଜର ଘରର ପରିସ୍ଥିତିକୁ ପାଦରେ ଏଡ଼ାଇ ଦେଇ ଅନ୍ୟର ଘରର ପଡ଼ୋଶୀଙ୍କ ଜୀବନ ଏବଂ ରହଣି ଉପରେ ଆଖି ବୁଲାଇବାକୁ ଆରମ୍ଭ କରିଦିଅନ୍ତି। ମଣିଷ ନିଜର କଷ୍ଟକୁ କେବେ ଭୁଲି ପାରେ ନାହିଁ, ତେଣୁ ସେ ଅନ୍ୟ ବିଷୟରେ ଖରାପ କଥା କହି ନିଜର ମନକୁ ଶାନ୍ତି କରିବାକୁ ଚେଷ୍ଟା କରେ। ଗାଁ ଗହଳିରେ ସାଧାରଣତଃ ମହିଳାମାନଙ୍କୁ ନିର୍ଦ୍ଦିଷ୍ଟ ବାଉଣ୍ଡରୀ ଭିତରେ ବନ୍ଦୀ କରି ରଖି ଦିଆଯାଏ। ତେଣୁ ସେମାନଙ୍କ ମଧ୍ୟରେ ବହୁତ ଗୁଡ଼ିଏ ଆଶା ଏବଂ ସ୍ୱପ୍ନ ମନ ଭିତରେ ମରିଯାଏ। ଯେତେବେଳେ ସେହି ସ୍ୱପ୍ନକୁ ଆଉ କିଏ ବଞ୍ଚିବାକୁ ଆରମ୍ଭ କରେ, ସେମାନେ ଦେଖିକି ସହିପାରନ୍ତି ନାହିଁ। କାହା ବିଷୟରେ ଖରାପ କହିବା ଅଥବା କାହାର ପିଠି ପଛରେ ତା ବିଷୟରେ ଖରାପ ଆଲୋଚନା କରିବା ମଣିଷର ନିଜ ଦୁଃଖକୁ ଲୁଚାଇବାକୁ ଗୋଟିଏ ସରଳ ଏବଂ ସହଜ ବାହାନା ଅଟେ। ଗାଁ ଗହଳିରେ ଲୋକମାନେ ସମ୍ପର୍କ ସ୍ଥାପନ କରିବା ପାଇଁ କାମ କମ୍ କରନ୍ତି ଏବଂ କଥା ବେଶୀ ହୁଅନ୍ତି। ଯେତେବେଳେ କିଛି ଲୋକ ବସି ଅନ୍ୟ ବିଷୟରେ ଖରାପ ଏବଂ ନେଗେଟିଭ୍ କଥା ହୁଅନ୍ତି, ସେମାନଙ୍କୁ ଲାଗେ ସେମାନେ ପରସ୍ପର ଏକାଠି ରହୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେଉଛି। ସେମାନେ ଏତେ ମୂର୍ଖ ଅଟନ୍ତି ଯେ ଭୁଲି ଯାଆନ୍ତି କି ଆଜି ସେମାନେ ବସି ଅନ୍ୟ ବିଷୟରେ କଥା ହେଉଛନ୍ତି ତ କାଲି ତାଙ୍କ ବିଷୟରେ ଆଉ କିଏ କେଉଁଠାରେ ବସି କଥା ହେଉଥିବ। ଏହା ହେଉଛି ଦୁନିଆ ଠାକୁରଙ୍କର କ୍ଷେତ ଜମି, ଯେମିତି ଫସଲ ବୁଣିବ ସେମିତି ଅମଳ କରିବ। ଯେତେବେଳେ ଲୋକେ ଅନ୍ୟର ଜୀବନ ବିଷୟରେ ଆଲୋଚନା କରନ୍ତି ଏବଂ ଖରାପ କମେଣ୍ଟ ପାସ୍ କରନ୍ତି, ସେମାନେ ଭୁଲି ଯାଆନ୍ତି କି ଏମିତି କଲେ ସମ୍ପର୍କରେ ମିଠା ବଦଳରେ ଖଟା ସ୍ୱାଦ ମିଳିବାକୁ ଲାଗେ। ଏହାକୁ କେମିତି ରୋକାଯାଇ ପାରିବ? ଚୁଗୁଲି ହେବା ପଛରେ ମୁଖ୍ୟତଃ 4ଟି କାରଣ ଥାଏ। ଖାଲି ସମୟ ଅଧିକ ଥାଏ, ଏଣ୍ଟରଟେନମେଣ୍ଟ ଲାଗେ, ଆଟେନସନ୍ ଏବଂ ଇମ୍ପୋର୍ଟାଣ୍ଟ ଫିଲ୍ ହୁଏ, ଲାଷ୍ଟରେ ହାବିଟ୍ ହୋଇଯାଏ। ଯଦି ଆମେ ସେମାନଙ୍କୁ ଡାଇରେକ୍ଟ କହିବାକୁ ଚେଷ୍ଟା କରିବା କି ଆପଣମାନେ ଯେଉଁ ଚୁଗୁଲି କରୁଛନ୍ତି, ଯାହା କରୁଛନ୍ତି ଭୁଲ କରୁଛନ୍ତି, ତାହେଲେ ସେମାନେ ଆମକୁ ଖରାପ ଭାବିବେ ଏବଂ ଆମମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୁଏ। ଏହି ପ୍ରୋବ୍ଲେମକୁ ବଞ୍ଚିବାରୁ ହେଲେ ସବୁଠାରୁ ସରଳ ଏବଂ ସହଜ ଉପାୟ ହେଉଛି ଇଗ୍ନୋର କରିବାକୁ ଆରମ୍ଭ କରିବା। ଏହି ଚୁଗୁଲିକୁ ଅଥବା ଏହି ସମସ୍ୟାକୁ ବନ୍ଦ କରିବାକୁ ହେଲେ ମୁଖ୍ୟତଃ 7ଟି ଷ୍ଟେପ୍ ମାଧ୍ୟମରେ ବନ୍ଦ କରାଯାଇପାରେ। ପ୍ରଥମ ଷ୍ଟେପ୍ ହେଉଛି ଯିଏ ଯାହା କରୁଛି କରୁ, ଯିଏ ଯାହା କହୁଛି କହୁ। ଇଗ୍ନୋର ହିଁ ସବୁଠାରୁ ସରଳ ଉପାୟ। ଦ୍ୱିତୀୟରେ ପଜିଟିଭ୍ ଗ୍ରୁପ୍ ସୃଷ୍ଟି କରିବା। ଗାଁର କିଛି ମହିଳା ଏକାଠି ମିଶି ଆୱାରନେସ୍ ଏବଂ ଚୁଗୁଲି ଉପରେ ଇଣ୍ଟରେଷ୍ଟ ନ ନେବା ଏବଂ କାମ ଏବଂ ଗାଁର ସମସ୍ୟା ବିଷୟରେ ଆଲୋଚନା କରିବାକୁ ପ୍ରେରିତ କରିବା। 3ରେ ଲୋକମାନଙ୍କ କାମକୁ ଯୋଗାଇ ଦେବା, ଯେମିତିକି ସିଲାଇ, ପିଲାମାନଙ୍କ ପାଠପଢ଼ା, ଗାର୍ଡେନିଂ ଇତ୍ୟାଦି। 4ରେ ରେସ୍ପେକ୍ଟେଡ୍ ଲୋକମାନଙ୍କୁ ୟୁଜ୍ କରିବା। ଗାଁର ସରପଞ୍ଚ, ସ୍କୁଲ ଟିଚର ଏବଂ ଆଶା ଦିଦି, ଅଙ୍ଗନବାଡ଼ି ଟିଚରମାନଙ୍କୁ ନେଇ ଆୱାରନେସ୍ କ୍ୟାମ୍ପେନ୍ ସୃଷ୍ଟି କରିବା। ମହିଳା ମିଟିଂ ଟପିକ୍ ବଢ଼ାଇବା। 5ରେ ମହିଳା ମିଟିଂ ଟପିକ୍ ବଢ଼ାଇବା। ସରକାରୀ ଯୋଜନା ବିଷୟରେ ଆଲୋଚନା କରିବା, ପିଲାଙ୍କ ଫ୍ୟୁଚର ଏବଂ ହେଲ୍ଥ ପ୍ରୋବ୍ଲେମ୍ ବିଷୟରେ ଆଲୋଚନା କରିବା। 6ରେ ଘରର ମହିଳାମାନଙ୍କୁ ଟ୍ରେନିଂ ପ୍ରଦାନ କରିବା। ଅନ୍ୟ ବିଷୟରେ ଖରାପ କହିବା ବା ଅନ୍ୟ ବିଷୟରେ ଖରାପ ଭାବି ନିଜର ଛବିକୁ ଖରାପ ନ କରନ୍ତୁ, କାଲି ଏହି କଥା ମଧ୍ୟ ଆମ ବିଷୟରେ ହୋଇପାରେ, ଏମିତି କହି ମହିଳାମାନଙ୍କୁ ଟ୍ରେନିଂ ଦେଲେ ସେମାନେ ହୁଏତ ବୁଝିଯାଇ ପାରନ୍ତି। ଆଉ ନମ୍ବର 7 ହେଲା ଏକ୍ସଟ୍ରିମ୍ କେସ୍ରେ ରୁଲ୍ ତିଆରି କରିବା। ଯେଉଁଠାରେ କାମ, ଇଜ୍ଜତ ଏବଂ ବିଜି ସେଡ୍ୟୁଲ୍ ଥାଏ, ସେଠାରେ ଚୁଗୁଲି ଆପେ ଆପେ କମ୍ ହୋଇଯାଏ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଲୋକମାନଙ୍କ ଆଗରେ ସେୟାର କରିବାକୁ ଭୁଲିବେନି।